নমস্কার দর্শক বন্ধু, আজ 27 ডিসেম্বর 2025 শনিবার সকালের 20টি দেশ বিদেশের বছা বছা মুখ্য খবর আসুন জাঁয়া। তা পূর্বর ভিডিওকে লাইক শেয়ার সবসক্রাইব করতু যাকি প্রত্যেক দিন সকাল 5টার দেশ বিদেশ খবর প্রথমে পাইবে। যদি আমি প্রথম খবর যা ড্রমক আকশন মোড অন ভুল কলি ভকিব পান দেব কহিলি রাতারাতি হংস বন্ধু আইএস র আতঙ্ক আড্ডাকু উড়াই দেলে হংস বন্ধু বড় কথা কহিদেলি ଡ୍ରମ୍ ଆତଙ୍କର କାମ ତମାଲକୁ କରିଦେଲେ ସୂଚନା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁଯାୟୀ ନାଇଜେରିଆର ଏସ୍ଆଇଏସ୍ଆଇର ଆତଙ୍କବାଦୀକୁ ନିରବିତ କରିଛି ଆମେରିକା ଏୟାର ଫୋର୍ସ। ଯଦି ଆମେ ପରବର୍ତ୍ତୀ ଖବର ଯିବା ବାଂଲାଦେଶ ନ୍ୟାସନାଲ ପୋର୍ଟ ବିଏଚପିଏର କାର୍ଯ୍ୟକାରୀ ମଧ୍ୟରେ ତାରିଖ ହମବାର ଗୁରୁବାର ଡିସେମ୍ବର 25 ତାରିଖ 2025 ଦିନ ଲୋକଙ୍କୁ ଶାନ୍ତି ପାଇଁ ଆସନ କରିଥିଲି। ଏହି ଅନ୍ତର୍ଭୁକ୍ତ ସେମାନଙ୍କର ତାଙ୍କର ଦୃଷ୍ଟିକୋଣ ଉତ୍ତାରେ କରିଥିବା ଯେ ଦେଶ ସମସ୍ତଙ୍କ ଧର୍ମର ଲୋକଙ୍କ ମୁସଲମାନ ହିନ୍ଦୁ ବୌଦ୍ଧ ଏବଂ ଖ୍ରୀଷ୍ଟାନ। ଯଦି ଆମେ ପରବର୍ତ୍ତୀ ଖବର ଯିବା 2 ଦିନ ପରେ ଲୁଟ୍ରେ ଚାଲିଛନ୍ତି ବସ୍ ଗାଡ଼ି ଗରିବ ପୂର୍ବରୁ ବସ୍କୁ ଜାଲିଦେଲା ଦୁର୍ବୃତ୍ତ ହଂସ ବନ୍ଧୁ। 2 ଦିନ ପରେ ନିର୍ବାଚିତ ଲୁଟ୍ରେ ଗାଡ଼ିଥାନ୍ତି ଗାଡ଼ି ଗଡ଼ିବା ପୂର୍ବରୁ ବସ୍ରୁ ଜାଲିଦେଲା ଦୁର୍ବୃତ୍ତ। ରାଉରକେଲାରେ ବାଲି ଜଡ଼ିଆରୁ ଏହି ଘଟଣା ସାମ୍ନାକୁ ଆସିଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା ଗୁଲୁଆଙ୍କ ପାଲଟ ଅଭିଯୋଗକୁ ମତ ଶାରୀର ସମ୍ପର୍କ ରଖିବାକୁ ମନା କରିଥିଲି ବର୍ଷା ହିଁ ନୁହେଁ ବରଂ ସେ ହଂସ ବନ୍ଧୁ। ସୋସିଆଲ ମିଡିଆରେ ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆସିମ ଦାସ ଅଫର ଗୁଲୁଆ ବର୍ଷାଙ୍କ ପାରିବାରିକ କଳ ଏବଂ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାନି। ଅଲଗା ହେବାର ପ୍ରାୟ 1 ବର୍ଷ ପରେ ସ୍ତ୍ରୀ ବର୍ଷା ଗୁରୁବାର ଗଣମାଧ୍ୟମରେ ସାମ୍ନାକୁ ମୁହଁ ଖୋଲି ଅନେକ ଅଭିଯୋଗ କରିଥିଲେ। ଏହାପରେ ପାଲଟା ଅଭିଯୋଗ ଆଣିଛନ୍ତି କମେଡିଆନ ଗୁଲୁଆ। ଯଦି ଆମେ ପରବର୍ତ୍ତୀ ଖବର ଯିବା ସ୍ତ୍ରୀ ଉପରେ ପେଟ୍ରୋଲ ଡାଲି ନିଅନ୍ତା ଜିଅନ୍ତା ଜାଲିଦେଲା ସ୍ୱାମୀ ପରେ ଝିଅକୁ ବି ଟେକି ନେଲେ ହଂସ ବନ୍ଧୁ। ତେଲେଙ୍ଗାନାରେ ହାଇଦ୍ରାବାଦରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଏଠାରେ ସନ୍ଦେହ ଯତୁ ସାମାଜିକ ବିକୃତ ବ୍ୟକ୍ତି ନେଲାଙ୍କୁକ୍ତ ଅଞ୍ଚଳରେ ତାଙ୍କ ପତ୍ନୀଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ପୋଲିସର ସୂଚନା ଅନୁଯାୟୀ ଅଭିଯୁକ୍ତ ଢେଙ୍କେଶେକ୍ ତାଙ୍କ ପତ୍ନୀ ତ୍ରିବେଣୀଙ୍କୁ ସେମାନଙ୍କର ପିଲାମାନଙ୍କ ସମ୍ମୁଖରେ ଘରେ ଭିତରେ ଆକ୍ରମଣ କରିଥିଲା। ଯଦି ଆମେ ପରବର୍ତ୍ତୀ ଖବର ଯିବା ଭୈରବ ସୂର୍ଯ୍ୟବଂଶୀଙ୍କୁ ମିଳିବ ବଡ଼ ପୁରସ୍କାର ରାଷ୍ଟ୍ରପତି ଦେଲେ ହଂସ ବନ୍ଧୁ। ଭାରତର ଯୁବ କ୍ରିକେଟର ଭୈରବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର 14 ବର୍ଷ ବୟସରେ ଦୈବିକ ଭୈରବ କ୍ରିକେଟ ଜଗତରେ ଝଡ଼ ସୃଷ୍ଟି କରିସାରିଛନ୍ତି ଏବଂ ଅନେକ ରେକର୍ଡ ସ୍ଥାପନ କରିଛନ୍ତି। ଯଦି ଆମେ ପରବର୍ତ୍ତୀ ଖବର ଯିବା ଜଳିବ ଶତ୍ରୁ ଦିନ ଥରିବ ଆତଙ୍କବାଦୀ ସ୍ଥାନ ଆସୁଛି ବ୍ରହ୍ମୋତ୍ସର ନୂଆ ସର୍ଭସ ଅପରେସନ ସିନ୍ଦୁର ସମୟରେ ପାକିସ୍ତାନର 6ଟି ଏୟାରବେସ୍ ଧ୍ୱଂସ କରି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିବା ଭାରତ ସୁପରଇଂସ ବ୍ରହ୍ମୋସ୍ତ୍ର କ୍ୟୁଜ କ୍ଷେତ୍ରାସ୍ତ୍ର ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା ବାଂଲାଦେଶରେ ପ୍ରତି 5 ଜଣଙ୍କର ଜଣେ ଥିଲେ ହିନ୍ଦୁ ତେବେ ପ୍ରତିବର୍ଷ କରୁଛି ହିନ୍ଦୁଙ୍କର ସଂଖ୍ୟା ଗତ 3 ବର୍ଷରେ ହଂସ ବନ୍ଧୁ। ବାଂଲାଦେଶରେ ଆଜି ବିଶ୍ୱର ସବୁଠାରୁ ଘନ ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କର ମଧ୍ୟରୁ ଗୋଟିଏ। ୱାର୍ଲଡ ରେମିଡେସନ ଅନୁସାରେ ଏହାର ମୋଟ ଜନସଂଖ୍ୟା। ଯଦି ଆମେ ପରବର୍ତ୍ତୀ ଖବର ଯିବା ଏହି ସରକାରଙ୍କର କର୍ମଚାରୀଙ୍କୁ ବଢ଼ିବ ଦରମା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ହଂସ ବନ୍ଧୁ। ବଢ଼ିବ ଏଚ୍ଜିର ଯବାନଙ୍କର ଅଧିକାରୀଙ୍କର ଭତ୍ତା। ସ୍ପେଶାଲ ଅପରେସନ ଗ୍ରୁପ ଏବଂ ଏନଜିସି ଯବାନଙ୍କ ଅଧିକାରୀରେ ସ୍କିର ଆଲାନଙ୍କୁ ବୃଷ୍ଟି ଘୋଷଣା କରିଥିଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ଡିସେମ୍ବର 25,000 ଟଙ୍କା ପର୍ଯ୍ୟନ୍ତ ବଢ଼ିବ ଭତ୍ତା। ନକ୍ସଲ ଦମନ ଅଭିଯୋଗରେ ପ୍ରତ୍ୟେକ ଭାବେ ନିୟମିତ ଏଲଜିଏସ୍କ ଅଫିସରମାନଙ୍କ ପାଇଁ ବାର୍ଷିକ 25,000 ଟଙ୍କା। ଯଦି ଆମେ ପରବର୍ତ୍ତୀ ଖବର ଯିବା ପ୍ରଥମ ଥର ପାଇଁ ଦେଖୁଛି ଓଡ଼ିଶା ଫ୍ୟାସନ ଖଳନାୟକ ରାଜମୋହନଙ୍କ ପରିଡ଼ାଙ୍କ ଫ୍ୟାମିଲି। ହଂସ ବନ୍ଧୁ ଆପଣମାନେ ରାୟମୋହନଙ୍କ ପରିବାରଙ୍କୁ ନିଶ୍ଚୟ ଜାଣିଥିବେ, କିନ୍ତୁ କ'ଣ ଆପଣମାନେ ରାୟମୋହନଙ୍କ ପରିବାର ଜିନିଷ ବିଷୟରେ କିଛି ଜାଣିଥାନ୍ତି କି? ଯଦି ଜାଣିନାହାନ୍ତି ତେବେ ଏହି ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। ଏହି ଫ୍ରଣ୍ଟ ଆପଣଙ୍କ ପାଇଁ ଅଭିନେତା ଭାଇ ମୋହନ ପରିଡ଼ାଙ୍କୁ ନିଶ୍ଚିତ ଭାବେ ଜାଣିଥିବେ। ଯଦି ଆମେ ପରବର୍ତ୍ତୀ ଖବର ଯିବା ଏମିତି ବି ଆସେ ମୃତ ଅଧାରେ ଗଡ଼ିଗଲା ପରିବାର ସହ ଚିଲିକା ବୁଡ଼ା ହଂସ ବନ୍ଧୁ। ପିପିଲି ସାତଖଣ୍ଡ ନିମାପଡ଼ା ମୁଖ୍ୟ ରାସ୍ତାରେ ନୂଆହାଟ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘରୁ ସମୟରେ ପଛପଟୁ ଆସୁଥିବା ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ପିପିଲିର ଥାନା ଅନ୍ତର୍ଗତ ବାଲିଗାଁ ଗ୍ରାମର
ପ୍ରଭାକର ବେହେରାଙ୍କ ମୃତ ହୋଇଛି। ମୃତକଙ୍କ ପରିବାର ସହ ଚିଲିକାକୁ ପିକନିକ୍ ପାଇଁ ଆସୁଥିଲେ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ନବୀନଙ୍କ ସାମ୍ନାକୁ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ମୁନ୍ନା ଗାଁ ଓଡ଼ିଶା ସାମାଜିକକୁ ହଲଚଲ। ହଂସବନ୍ଧୁ ବିଜେଡିର ପ୍ରତିଷ୍ଠା ଦିବସରେ ନା ନହେଲେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଏମ୍ପି ମୁନ୍ନା ଗାଁ। ସେ କହିଛନ୍ତି ଯେ ବିଜୁ ବାବୁଙ୍କ ରାସ୍ତାରେ ଆମେ ଚାଲୁଥିଲୁ। ନବୀନ ବାବୁ ଆସିବା ପରେ ଟିକିଏ ପରବର୍ତ୍ତୀ କଲେ। ବିଜୁ ବାବୁ କହିଥିଲେ ଯେ ଅଫିସରେ କାମ କରୁଛନ୍ତି ତାଙ୍କ ଚାମୁଡ଼ା। ଯଦି ଆମେ ପରବର୍ତ୍ତୀ ଖବର ଯିବା, ସରିବ ପୁରୁଣା ମିଟର ଯୁଗ, ଏଣିକି ଘରେ ଘରେ ଲାଗିବ ସ୍ମାର୍ଟ ମିଟର। ହଂସବନ୍ଧୁ ପୁରୁଣା ମିଟରକୁ ଯୁଗ କରିବ, ଏଣିକି ଆପଣଙ୍କ ଘରେ ଲାଗିବ ସ୍ମାର୍ଟ ମିଟର। ସ୍ମାର୍ଟ ମିଟରରେ ଆସିବ ବିଲ୍। ରାଜ୍ୟରେ ଗତ ପ୍ରତିବର୍ଷ ସ୍ମାର୍ଟ ମିଟର ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀଙ୍କ ଏହି ବିକାଶ ଯୋଜନା ସ୍ମାର୍ଟ ମିଟର ଯୋଗାଣଙ୍କ ସଂଯୋଗରେ ପ୍ରଥମ ପର୍ଯ୍ୟାୟରେ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଚୌକା ଛକା ବର୍ଷା କରିବେ ବିରାଟ ଏବଂ ରୋହିତ। ଖେଳ ଆରମ୍ଭରୁ ଚାଲିଗଲା ଚର୍ଚ୍ଚା। ଜାଣନ୍ତୁ କିପରି ଖେଳିବେ ଲାଇଭ୍ ମ୍ୟାଚ୍। ହଂସବନ୍ଧୁ ବର୍ତ୍ତମାନ ଫୁଲ୍ ଫର୍ମରେ ଅଛନ୍ତି ବିରାଟ କୋହଲି ଏବଂ ରୋହିତ ଶର୍ମା। ବିଜୟ ହାସଲ ଟ୍ରାଫିକରେ କୋହଲି ତାଙ୍କର ମାମଲାରେ ଦେଖୁଛନ୍ତି। ସେପଟେ ହିଟ୍ ମ୍ୟାଚ୍ ରହିଛି। ରୋହିତ ଶର୍ମାଙ୍କର ଲମ୍ବା ଲମ୍ବା ଛକା ମାରିଥିବାର ଦେଖିବାକୁ ମିଳିଥିବା ଅନ୍ୟପଟେ ଆଜି ମଧ୍ୟ ବିଜୟ ହଜାର ଟ୍ରାଫିକରେ ଆଜି ଦୁଇ ଖେଳାଳି ଦେଖିବାକୁ ମିଳିବାକୁ ଯାଉଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ପିଲାଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ। କେନ୍ଦ୍ର ସରକାରରୁ ପରାମର୍ଶ ଦେଲେ ମାଡ୍ରାସ ହାଇକୋର୍ଟ। ହଂସବନ୍ଧୁ ଅଷ୍ଟ୍ରେଲିଆର ଭଳି ଭାରତ ବି ପିଲାଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ। କେନ୍ଦ୍ର ସରକାରଙ୍କ ପରାମର୍ଶ ଦେଲେ ମାଡ୍ରାସ ହାଇକୋର୍ଟ। 16 ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦୂରଇ ରଞ୍ଚ କରିଛନ୍ତି। ଯଦି ଆମେ ପରବର୍ତ୍ତୀ ଖବର ଯିବା, 31 ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ହଂସବନ୍ଧୁ ଆସନ୍ତା ଡିସେମ୍ବର 31 ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ପରବର୍ତ୍ତୀ ସମୟରେ ଲଘୁଚାପରେ ପରିଣତ ହୋଇପାରେ। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳଙ୍କ ସୂଚନା ଅନୁଯାୟୀ ଜାନୁଆରୀ 3 ତାରିଖ ବେଳକୁ ଏହାର ପ୍ରଦକ୍ଷିଣ ବିଷୁବରେଖା ନିକଟରେ ଅନ୍ୟ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ବଙ୍ଗୋପସାଗରରେ ଏହି ଅଭାବ୍ୟ ଲଘୁଚାପ ବିଶେଷ ଘନୀଭୂତ ହୋଇନପାରେ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ସମୁଦ୍ର ଭିତରେ ମାଛ ଧରା ଟ୍ରଲର ମତ୍ସ୍ୟଜୀବୀ ମୃତ। କାନ୍ଦ ବୋୱାଲିରେ ଫାଟି ପିପୁଡ଼ି ଗାଁ। ହଂସବନ୍ଧୁ ସମୁଦ୍ର ଭିତରେ ମାଛ ଧରା ଟ୍ରଲରକୁ ଅବଧିରେ ମୃତ। ଭଦ୍ରକ ଜିଲ୍ଲା ଧମରା ମାଛଧରା କେଜିର ଏହି ଘଟଣା ସାମ୍ନାକୁ ଆସିଛି। ମାଛଧରା କେଜିରୁ ଗତ 23 ତାରିଖରୁ ମନଚନ୍ଦା ନାମକ ଟ୍ରଲର 11 ଜଣ ଯୁବକଙ୍କୁ ସାଙ୍ଗରେ ଧରି ସମୁଦ୍ର ମାଛ ଧରିବାକୁ ଯାଇଥିଲେ। ଆଜି ସମୁଦ୍ରରୁ ଯଦି ଆମେ ପରବର୍ତ୍ତୀ ଖବର ଯିବା, ପୋଷ୍ଟ ଅଫିସ ଏହି ସ୍କିମରେ କରନ୍ତୁ ନିବେଶ, ମିଳିବ 17 ଲକ୍ଷ ଟଙ୍କା। ଜାଣନ୍ତୁ କେମିତି। ହଂସବନ୍ଧୁ ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହୁଁଛନ୍ତି। ଯଦି ଆପଣମାନେ ଧୀରେ ଧୀରେ ବଡ଼ ପାଣ୍ଠି ଅର୍ଜନ କରିବାକୁ ଚାହୁଁଛନ୍ତି, ତେବେ ପୋଷ୍ଟ ଅଫିସ ଯୋଜନା ଗୁଡ଼ିକର ଏକ ନିର୍ଭରଯୋଗ୍ୟ ବିକଳ୍ପ ହୋଇପାରେ। ଏହିଗୁଡ଼ିକରେ ସରକାର ଦ୍ୱାରା ଗ୍ୟାରେଣ୍ଟିର ମୁକ୍ତ ଏବଂ ସ୍ଥିର ରିଟର୍ଣ୍ଣ ପ୍ରଦାନ କରେ। ଏପରି ଏକ ଲୋକପ୍ରିୟ ଯୋଜନା ହେଉଛି ପୋଷ୍ଟ ଅଫିସ ରେକର୍ଡ ଡିପୋଜିଟ୍ ଆଇଡି ଯୋଜନା। ଯଦି ଆମେ ପରବର୍ତ୍ତୀ ଖବର ଯିବା, ବାଂଲାଦେଶରେ ଅନୁଷ୍ଠିତ ହିନ୍ଦୁ 30 ବର୍ଷୀୟ ଯୁବକ ଅଭ୍ୟନ୍ତରମଣ୍ଡଳରୁ ପିଟି ମାରିଦେଲେ ବାଂଲାଦେଶୀ। ହଂସବନ୍ଧୁ ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ପିଟି ହତ୍ୟା। ଢାକା ନିକଟରେ ଦୀପୁ ଦାସ ନିସ୍ପୃହ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଦିଲ୍ଲୀରେ ଭୀଷଣ ହେଉଛି ବାୟୁ ପ୍ରଦୂଷଣ। ଏୟାର ଫେୟାର୍ସକୁ ନେଇ ଜିଏସଟି କମାଇବାକୁ ମନା କଲେ କେନ୍ଦ୍ର ସରକାର। ହଂସବନ୍ଧୁ ଦିଲ୍ଲୀ ବାୟୁ ପ୍ରଦୂଷଣରେ ଲୋକେ ହନ୍ତସନ୍ତ ହେଉଛନ୍ତି। ସରକାରଙ୍କର ଅନେକ ପଦକ୍ଷେପ ପାଇଁ ସତ୍ତ୍ୱେ ଏହାର ସୁବିଧା ଆସୁନାହିଁ। ଫଳରେ ଲୋକେ କେବଳ ଅତ୍ୟାଧିକରେ ଏୟାର ଫେୟାର୍ସରେ ଭରସା କରୁଛନ୍ତି। ଏହାର ମଧ୍ୟରେ ଦିଲ୍ଲୀ ହାଇକୋର୍ଟ ଏୟାର କ୍ୟାରିୟରଙ୍କ ଉପରେ ଜିଏସଟି ହ୍ରାସ କରିବ। ଏହା ଏକ ମେଡିକାଲ ଡିଭାଇସ୍ ବର୍ଗରେ ରହିବ ବୋଲି କୁହାଯାଉଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ରାଜ୍ୟ ସରକାରଙ୍କ ବରିଷ୍ଠ ଏଏନ୍ସିଙ୍କୁ ଅନଗର୍ବକୁ ନେଇ ସଚିବ ଭାବେ ନିଯୁକ୍ତି ଦେବା ପରେ ଏବେ ଅନ୍ୟ କମିଶନରଙ୍କ କିଏ ହେବ ତାଙ୍କୁ ନେଇ ଚର୍ମୋତା।
ଯଦି ଆମେ ପରବର୍ତ୍ତୀ ଖବର ଯିବା 2026ର ପ୍ରଥମ ଦିନ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ନଚେତ୍ ବର୍ଷ ସାରା ଗଡ଼େଇବ ଦରିଦ୍ରତା। ହଁ ଦର୍ଶକ ବନ୍ଧୁ, ପ୍ରତିବର୍ଷର ଜାନୁଆରୀ 1 କେବଳ ତାରିଖ ପରିବର୍ତ୍ତନ ନୁହେଁ, ବରଂ ଏହା ବର୍ଷ ପରିବର୍ତ୍ତନ ମଧ୍ୟ ଚିହ୍ନଟ କରେ। 2026ରେ ନୂତନ ବର୍ଷ ଆସିବାର ଆଉ ଏକ ସମୟ ବାକି ନାହିଁ। ନୂତନ ବର୍ଷ ସମସ୍ତଙ୍କର ଜୀବନରେ ନୂତନ ଆଶା ଆଣିଥାଏ। ଲୋକମାନଙ୍କର ନୂତନ ପୂର୍ବରୁ ନେଇ ବହୁତ ଉପସ୍ଥାପନା। ନୂତନ ବର୍ଷର ପ୍ରଥମ ଦିନରେ କିଛି ବିଶେଷ କାର୍ଯ୍ୟ କରାଯାଏ।